ପରିବା ବ୍ୟବସାୟ 40 ବର୍ଷ ହବ କଲୁ। ଆପଣ ଯାହା କହିଲେ ଠିକ କଥା ଯେ ଯାହା କିଛି ହେଇଛି ଆମେ ବି କିଛି ଅନୁଭବ ବି ଖରାପ ପାଇଲୁ। ତଥାପି ନୂଆ ହେଲା ତାଠୁ ଟିକେ ଅଧିକା ପାଇବୁ ବୋଲି ଆଶା ରଖିକିରି ଆମେ 200 ଲୋକଙ୍କର ପରିବା ବ୍ୟବସାୟୀ ମାନେ ଆମର ଭୋଟ ନିର୍ବାଚନ ବାକ୍ୟା ତାଙ୍କୁ ଦିଆହେଇଛି। ତାଙ୍କୁ ସଭାପତି ୱିଥ୍ ସେକ୍ରେଟାରୀ ଆଉ ୱିଥ୍ କେସିଆର ସମସ୍ତଙ୍କୁ ଆନନ୍ଦ କରିବା ପାଇଁ ପରିବା ବ୍ୟବସାୟରେ ଦିଆହେଇଛି। ଅଳିଆ ଆବର୍ଜନା ଭଲ ମନ୍ଦ ସବୁ କାମ ସେ କରିବେ ବୋଲି ଆମେ ଆଶା ଭରସା ରଖିକିରି ତାକୁ ଆମେ ଦେଇଛୁ ଭୋଟ ଟିକକ। ଆଉ ଭଲ ଯାହା କିଛି ପରିବା ବ୍ୟବସାୟରେ ଯାହା କିଛି କ୍ଷତି ପୂରଣ ଯାହା ହବ ସେମାନେ ନିଶ୍ଚୟ ବୁଝିବେ ବୋଲି ଆମର ବହୁତ ଆଶା ଭରସା ରଖିକି ଆମେ ଆଜି ଏ ବର୍ଷ ନୂଆ ନିର୍ବାଚନ ମଣ୍ଡଳୀରେ ନୂଆ ଇଏ କରୁଛୁ। ନିଶ୍ଚିତ ନୂଆ ସେକ୍ରେଟାରୀ ଯେତେବେଳେ ବଦଳି ଯାଇଛନ୍ତି ମାନେ ନିଶ୍ଚିତ ଗୋଟେ ଆମେ ଦେଖି ସମସ୍ତେ ଉପକୃତ ହେବେ। ଏଇଟା ଚ୍ୟାଲେଞ୍ଜ ମୂଳକ ମୁଁ ଭାବୁଛି। ମୁଁ ନିଜେ ତ ଏକୁଟିଆ ପର୍ସନାଲିଟି କହୁଛି। ନିଶ୍ଚିତ ଆଶା କରିଛୁ ସମସ୍ତେ ଭଲରେ ରହିବେ। ଅସୁବିଧା ଆମର ସବୁ ଅଛି। ସେ ଅସୁବିଧା ବୋଇଲେ ଅଳିଆ ଆବର୍ଜନାଟେ ରହିଯାଉଛି। ଆମ ଗଭର୍ଣ୍ଣମେଣ୍ଟ ଆମର କଥା ବୁଝି ପାରୁନାହାନ୍ତି। ତାପରେ ଦୁଇଟା ପାଣି ବି ଡ୍ରେନରେ ଯାଉଛି। ପଲା ଆମର ଯେତିକି ପଲା ଅଛି ସେଠି ପଲା ପରିବା ବ୍ୟବସାୟ କରିବା ପାଇଁ ତାଙ୍କ ପାଇଁ ଜାଗା ବି ନାହିଁ। ଜିନିଷ ଭଲ ଇଏରେ ରହିବୁ ତା ପରିବା ବ୍ୟବସାୟ ପାଖେ ଅସୁବିଧା ନାହିଁ। ଆମର ଗୋଟେ ଦେଖନ୍ତୁ ନଳକୂଅଟା ବାହାରିଛି। ଏଇଟା ପାଣି ଗୋଟେ ପିଇବା ଲୋକ ପିଇବାକୁ ଗୋଟେ ଟୋପା ପାଣି ନାହିଁ। ଯିବୁ ଆମେ କୋଷ ବାଟ ପାଣି ଆଣିବାକୁ ଟୋପା। କିନ୍ତୁ ଏ ଗଭର୍ଣ୍ଣମେଣ୍ଟ ବସେଇଥିଲେ ଗଭର୍ଣ୍ଣମେଣ୍ଟ ଇଏ କରୁଛନ୍ତି। ଆମେ ବି ଆଉ ସେ ବିଷୟରେ କିଛି କହିପାରୁନୁ। ଆଉ ନୂଆ ଯେତେବେଳେ ଆମର ବଦଳି ଗଲେ ପ୍ରାୟ ମୋ ଅନୁମାନ ସାରା ସଂସାର ବଦଳିବ ବୋଲି ମୋ ଅନୁମାନ ହଉଛି। ନୂତନ ସଭାପତିଙ୍କର ଉଦ୍ଦେଶ୍ୟ ପରିବା ବ୍ୟବସାୟୀର ଉନ୍ନତି କେମିତି ହେବ, ପରିବା ବ୍ୟବସାୟୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ କେମିତି, ପରିବା ବ୍ୟବସାୟୀ ମାନେ କେମିତି ନିଜର କମିଟିର ସୁଚାରୁ ରୂପେ ତୁଲେଇ ହେବ ସେଇ ବାବଦରେ ଆମର ପଦକ୍ଷେପ ଆବଶ୍ୟକ। ଆମର 34 ଖଣ୍ଡ ଭୋଟରେ ଆମେ ଜିତିଛୁ। ନୂତନ ହେଇଛନ୍ତି ତାଙ୍କୁ ସ୍ୱାଗତ। ଏଇଟା ଦରକାର ହଉଥିଲା ପରିବା ମାର୍କେଟ ଗୋଟେ ଆମେ କହୁଥିଲେ ରାମ ଶୃଙ୍ଖଳିତ ସେ ଅମୂଳ ଲୋକ ଆସି କହିଲେ ରଘୁନାଥ ଶୃଙ୍ଖଳିତ କିନ୍ତୁ ଆମ ଶୃଙ୍ଖଳିତ ନାହିଁ। କିନ୍ତୁ ଆମ ନେତୃତ୍ୱ ଯେଉଁ ଲୋକ ନୂଆ ପାଇଛନ୍ତି ସେମାନଙ୍କୁ ସ୍ୱାଗତ କରିବେ। ଯେଉଁମାନେ ବାଛିଛନ୍ତି ସେମାନେ ବି ଧନ୍ୟବାଦ। ମୁଁ ତାଙ୍କର ସୁବିଧା ପାଇଁ ଆଗାମୀ ଦିନରେ ଲଢ଼ି ଚାଲିବି। ଦରକାର ଦେଲେ ମନ୍ତ୍ରୀଙ୍କୁ କହିବି ଆମର ଯେଉଁ ଅସୁବିଧା ଅଛି ତାକୁ ପୂରଣ କରିବି। ଆମ ଚାଷୀ ବ୍ୟବସାୟୀ ମାନେ କେମିତି ଭଲରେ ରହିବେ ସେ ଚିନ୍ତା କରିବି। ଯେହେତୁ ମୋତେ ଜିତେଇଥିବାରୁ ମୁଁ ତାଙ୍କ ସେବା କରି ଚାଲିବି। ପରିବା ବ୍ୟବସାୟ 40 ବର୍ଷ ହବ କଲୁ। ଆପଣ ଯାହା କହିଲେ ଠିକ କଥା ଯେ ଯାହା କିଛି ହେଇଛି ଆମେ ବି କିଛି ଅନୁଭବ ବି ଖରାପ ପାଇଲୁ। ତଥାପି ନୂଆ ହେଲା ତାଠୁ ଟିକେ ଅଧିକା ପାଇବୁ ବୋଲି ଆଶା ରଖିକିରି ଆମେ 200 ଲୋକଙ୍କର ପରିବା ବ୍ୟବସାୟୀ ମାନେ ଆମର ଭୋଟ ନିର୍ବାଚନ ବାକ୍ୟା ତାଙ୍କୁ ଦିଆହେଇଛି। ତାଙ୍କୁ ସଭାପତି ୱିଥ୍ ସେକ୍ରେଟାରୀ ଆଉ ୱିଥ୍ କେସିଆର ସମସ୍ତଙ୍କୁ ଆନନ୍ଦ କରିବା ପାଇଁ ପରିବା ବ୍ୟବସାୟରେ ଦିଆହେଇଛି। ଅଳିଆ ଆବର୍ଜନା ଭଲ ମନ୍ଦ ସବୁ କାମ ସେ କରିବେ ବୋଲି ଆମେ ଆଶା ଭରସା ରଖିକିରି ତାକୁ ଆମେ ଦେଇଛୁ ଭୋଟ ଟିକକ। ଆଉ ଭଲ ଯାହା କିଛି ପରିବା ବ୍ୟବସାୟରେ ଯାହା କିଛି କ୍ଷତି ପୂରଣ ଯାହା ହବ ସେମାନେ ନିଶ୍ଚୟ ବୁଝିବେ ବୋଲି ଆମର ବହୁତ ଆଶା ଭରସା ରଖିକି ଆମେ ଆଜି ଏ ବର୍ଷ ନୂଆ ନିର୍ବାଚନ ମଣ୍ଡଳୀରେ ନୂଆ ଇଏ କରୁଛୁ। ନିଶ୍ଚିତ ନୂଆ ସେକ୍ରେଟାରୀ ଯେତେବେଳେ ବଦଳି ଯାଇଛନ୍ତି ମାନେ ନିଶ୍ଚିତ ଗୋଟେ ଆମେ ଦେଖି ସମସ୍ତେ ଉପକୃତ ହେବେ। ଏଇଟା ଚ୍ୟାଲେଞ୍ଜ ମୂଳକ ମୁଁ ଭାବୁଛି। ମୁଁ ନିଜେ ତ ଏକୁଟିଆ ପର୍ସନାଲିଟି କହୁଛି। ନିଶ୍ଚିତ ଆଶା କରିଛୁ ସମସ୍ତେ ଭଲରେ ରହିବେ। ଅସୁବିଧା ଆମର ସବୁ ଅଛି। ସେ ଅସୁବିଧା ବୋଇଲେ ଅଳିଆ ଆବର୍ଜନାଟେ ରହିଯାଉଛି। ଆମ ଗଭର୍ଣ୍ଣମେଣ୍ଟ ଆମର କଥା ବୁଝି ପାରୁନାହାନ୍ତି। ତାପରେ ଦୁଇଟା ପାଣି ବି ଡ୍ରେନରେ ଯାଉଛି। ପଲା ଆମର ଯେତିକି ପଲା ଅଛି ସେଠି ପଲା ପରିବା ବ୍ୟବସାୟ କରିବା ପାଇଁ ତାଙ୍କ ପାଇଁ ଜାଗା ବି ନାହିଁ। ଜିନିଷ ଭଲ ଇଏରେ ରହିବୁ ତା ପରିବା ବ୍ୟବସାୟ ପାଖେ ଅସୁବିଧା ନାହିଁ। ଆମର ଗୋଟେ ଦେଖନ୍ତୁ ନଳକୂଅଟା ବାହାରିଛି। ଏଇଟା ପାଣି ଗୋଟେ ପିଇବା ଲୋକ ପିଇବାକୁ ଗୋଟେ ଟୋପା ପାଣି ନାହିଁ। ଯିବୁ ଆମେ କୋଷ ବାଟ ପାଣି ଆଣିବାକୁ ଟୋପା। କିନ୍ତୁ ଏ ଗଭର୍ଣ୍ଣମେଣ୍ଟ ବସେଇଥିଲେ ଗଭର୍ଣ୍ଣମେଣ୍ଟ ଇଏ କରୁଛନ୍ତି। ଆମେ ବି ଆଉ ସେ ବିଷୟରେ କିଛି କହିପାରୁନୁ। ଆଉ ନୂଆ ଯେତେବେଳେ ଆମର ବଦଳି ଗଲେ ପ୍ରାୟ ମୋ ଅନୁମାନ ସାରା ସଂସାର ବଦଳିବ ବୋଲି ମୋ ଅନୁମାନ।